नववर्षर नवम दिन समस्त मातृ परिवार भाई भौणी मानक आज दिव्य मुहूर्त को स्वागत जनाऊँगी। विशेषकर आज रविवार प्रश्न उत्तर कार्यक्रम आम मानकर प्रश्न भावेश भाईकर उत्तर आम मानक भितर रही जिज्ञासार भाई माँ और प्रभुंकर आलोकरे प्रभुंकर बाणी रे ये सब गुड़िक उत्तर प्रदान करुछंती, सुंदर भावरे व्याख्या करुछंती। तेणु आसंतु समस्ते शुणिबा आम मानकर प्रश्न कौन थिला, भाई कौन आम मानक बुझाउछंती। भवेश भाई। करुणामय माँ परम प्रभु श्री अरविंद आज प्रात अधिवेशन रे योगदान करथिबा समस्त भाई भौणी मानक अंतर स्वागत एवं कृतज्ञता। आज कार्यक्रम को सुंदर भाव में उपस्थापित करुछंती आम समस्त प्रिय सम्मान प्रशांत भाई अंशग्रहण करिछंती अमिताभ एवं पंडित विश्वजित भाई समस्त को अनेक अनेक श्रद्धा सम्मान। आज आम जड़े भाई और जड़े भौणी प्रश्न को नहीं आलोचना सत्र मध्य को आसुचंती। प्रथम प्रश्न शरत भाईकर बड़बिल भाई रुहंती से दुईटी दीर्घ प्रश्न गत डिसेम्बर 2 तारिख रे पठे ग्रुप रे एवं बाकी तीनोटी प्रश्न देवस्मिता पठे आम जी संभव से आलोचना भीतर को नवा कि प्रश्न आमको अपेक्षा कर। शरत भाई प्रश्न ये अच्छी जे जी परम आदि पुरुष अनादि अनंत असीम परम ब्रह्म सनातन सचित आनंद स्वरूप से निश्चेतन हो गले, स्थिर निस्पंद निथर निमग्न हो गले, पुणी चाहिए एक रु अनेक हो गले, पार्थिव और जड़ जगत ठारू आरंभ कर जीव जगत पर्यंत अनेक किसी सृष्टि संरचना कले, साधन कले, वृत्ति हेले। मात्र एते कथा कला परे मध्य जे सर्वशक्तिमान सर्वज्ञाता सी पुणी जड़ चेतनार श्रृंखला और नियम को नीरव भाव में मानुछंती, सहाय करुछंती और बाध्य होचंती किपरि और काहेकि ए दिगरे आउ टिके प्रांजल भाव में बुझाइबे। यह प्रथम प्रश्न। अन्य प्रश्नटी बुद्धदेव को निर्वाण को नहीं आम से प्रश्न को आसवा। ये प्रश्न उत्तर पर मुख्यतः ये प्रश्नटी इनकनसाइंस निश्चेतना तार आरंभ और ता भीतर घटुवा परिणति एवं ये निश्चेतना को आधार करी सृष्टि होता समग्र विश्व सृष्टि और विश्व सृष्टि मत चली प्रभुंकर विवर्तन लीला या संयोगित करने भाई चाहते। प्रभु प्रथमे निश्चेतनार कथाटी को ये कहते inconscient in its actual cosmic manifestation, the supreme being, the infinite and not bound by any limitation, can manifest in itself in its consciousness of innumerable possibilities
ତେଣୁ ବାସ୍ତବିକ ବିଶ୍ୱ ଅଭିବ୍ୟକ୍ତି କାଙ୍କର ଏଇ ପରମଙ୍କର ଏବଂ ସିଏ ଅସୀମ ଆଉ ସିଏ ନଟ୍ ବାଉଣ୍ଡ, ତାକୁ କିଏ ବାନ୍ଧୁ ନାହିଁ କୌଣସି ସୀମା ଭିତରେ। ସେ ଅସୀମ ଅନନ୍ତ, ସେ ଅସୀମ ଆଉ ଅନନ୍ତ। ସେ ନିଜକୁ ଚେତନାରେ ବି ପ୍ରକାଶିତ କରନ୍ତି ଆଉ ଜଡ଼ ଜଗତରେ ବି ପ୍ରକାଶିତ କରନ୍ତି, ମ୍ୟାନିଫେଷ୍ଟ ଅଭିବ୍ୟକ୍ତ କରନ୍ତି। କାହିଁକି ନା ତାଙ୍କ ପାଖରେ ଇନୋମରେବଲ ପସିବିଲିଟିଜ ରହିଛି, ଅସଂଖ୍ୟ ସମ୍ଭାବନାରେ ସେ ଭରା, ଯୋଉ ସମ୍ଭାବନା ଗୁଡାକ ଆମ ମନରେ ଆମେ କଳ୍ପନା କରିପାରିବାନି, ଭାବି ବି ପାରିବାନି। 200, 300, 500, 1600 ଶତାବ୍ଦୀ ପୂର୍ବରୁ ମଣିଷ ବହୁ ଭାବରେ ଅଣୁବିଜ୍ଞାନ ବିଷୟରେ ଜାଣିନଥିଲା। ଋଷି କଣଦଙ୍କର ଅଣୁବିଜ୍ଞାନ ଇଏ ଗୋଟେ ସାମାନ୍ୟ ବିଷୟ ହେଇକି ରହିଥିଲା, ଯାହାକି ସମସ୍ତେ ତାକୁ ଗ୍ରହଣ କରୁନଥିଲେ। ତା ଅସାମାନ୍ୟତା ଭିତରେ ନିଜେ ରହୁଥିଲା, ସେ ସତେ ଯେମିତି ଇଗ୍ନୋର ହେଇକି ରହିଥିଲା। ଛାଡ଼ନ୍ତୁ ସେ କଥା। ଅର୍ଥାତ୍ ଆଜି ଜଡ଼ ବିଜ୍ଞାନ ସମ୍ପର୍କରେ ମନୁଷ୍ୟର ଯୋଉ ବିଜ୍ଞାନ ଦୃଷ୍ଟି, ସେ ଭୌତିକ ବିଜ୍ଞାନ ହଉ ପଛେ ବା ମଣିଷ ନିଜର ଅସ୍ତିତ୍ୱ ସମ୍ପର୍କରେ ଯୋଉ ଅଧ୍ୟାତ୍ମ ଦୃଷ୍ଟି ଗୁଡିକ ନିର୍ମାଣ କରିଛି, ଏଗୁଡିକ ବି ଦିନେ ମଣିଷ ପାଇଁ ଅପହଞ୍ଚ ହେଇକି ଥିଲା। ଧୀରେ ଧୀରେ ବିବର୍ତ୍ତନ ପ୍ରକ୍ରିୟାରେ ସବୁ ପ୍ରକାଶିତ ହଉଛି ଏବଂ ଯାହା ପ୍ରକାଶିତ ହଉଛି ସେ ଗୋଟେ ଜିନିଷକୁ ପ୍ରମାଣିତ କରୁଛି ବା ସାବ୍ୟସ୍ତ କରୁଛି ଯେ ପ୍ରଭୁଙ୍କର ଲୀଳା କେଡ଼େ ବିଚିତ୍ର, ଯାହାକୁ ବୁଝିବା ପାଇଁ ଆମ ମନ ପ୍ରାଣ ସମର୍ଥ ନୁହନ୍ତି। ଆଉ ସିଏ ଯେ ଅସଂଖ୍ୟ ଇନମରେବଲ ପସିବିଲିଟିଜର ସମ୍ଭାବନାର ମହାକାରଣ। ଆମେ ସବୁବେଳେ କହୁ ସେ ହଉଛନ୍ତି ଓମନିପୋଟେଣ୍ଟ, ସେ ସର୍ବଶକ୍ତିମାନ, ଅର୍ଥାତ୍ ସେ ସବୁ କିଛି କରିଦେଇ ପାରିବେ। ଏଭ୍ରିଥିଙ୍ଗ, ନଥିଙ୍ଗ ଇଜ ଇମ୍ପସିବଲ। ତାଙ୍କ ପାଇଁ ଇମ୍ପସିବଲ ବୋଲି କିଛି ଜିନିଷ ନାହିଁ, ନଥିଙ୍ଗ। ମାନେ ଏଇ ଜଗତର ଯାହା ଜଡ଼ ନିୟମ ହେଇକି ରହିଛି ତାକୁ ସେ ବଦଳାଇ ଦେଇ ପାରିବାର କ୍ଷମତା ମଧ୍ୟ ରଖନ୍ତି। ଏଇଠି ତାପରେ ପରେ ପ୍ରଭୁ ଶ୍ରୀ ଅରବିନ୍ଦ ଆଉ ଗୋଟେ ଅତି ଯାହାକୁ କୁହାଯିବ ଅତି ସ୍ପର୍ଶକାତର, ଅତି ସମ୍ବେଦନଶୀଳ ଏକ ମହାନ ସତ୍ୟକୁ ଅବତାରଣା କରୁଛନ୍ତି। ସେ କହୁଛନ୍ତି ଯେ ଯଦି ଏଟା ଇନଭରିଏବଲ ପସିବିଲିଟିଜ ତାଙ୍କ ପାଖରେ ରହିଛି, ସେ କୌଣସି ସମ୍ଭାବନା ମଧ୍ୟକୁ ଯାଇପାରିବେ, ତାଙ୍କ ପାଖରେ ଅନନ୍ତ ବିକଳ୍ପ ରହିଛି, ତାହେଲେ something that seems to be the opposite of itself। ତେଣୁ ଆପଣ ଯୋଉ କଥା କହୁଥିଲେ ଯେ ସେ ହଉଛନ୍ତି ସର୍ବଜ୍ଞାତା, ସେ ନିଜେ ହଉଛନ୍ତି ସର୍ବବ୍ୟାପକ, ଆଉ ସେ ନିଜେ ହଉଛନ୍ତି ଅସୀମ, ଅନନ୍ତ, ଅନାଦି, ସତ୍ ଚିତ୍ ଆନନ୍ଦ। ସେ କଣ କଲେ ନା ତାଙ୍କର ସମସ୍ତ ସମ୍ଭାବନା ଥାଇକି ବି ସେ ତାଙ୍କର ଅପୋଜିଟ କୁ ଗଲେ, ପ୍ରତୀପକୁ, ବିପରୀତକୁ। କାରଣ ବୈପରୀତ୍ୟକୁ ବି ଯାଇପାରିବା ତାଙ୍କର ଅଧିକାର, ତାକୁ କିଏ ମନା କରିବ? ତାହେଲେ ଆପଣ ଏ ସବୁର ଅପୋଜିଟ ତିଆରି କରନ୍ତୁ। ଯେ ପରମ ସେ ଅପୋଜିଟ କୁ ଗଲେ ରିଲେଟିଭ ହେଇଯିବେ। ଆମେ ସବୁ ଜନ୍ମ ମୃତ୍ୟୁର ସାପେକ୍ଷ। ଗତକାଲି ଆମେ ପଢୁଥିଲେ ଗୋଟେ ଆତ୍ମ ପ୍ରସାରଣର ବ୍ୟବସ୍ଥା ରହିଛି, ଆଉ ଗୋଟେ ଆତ୍ମ ସଂକୋଚନର ବ୍ୟବସ୍ଥା ରହିଛି। ଆତ୍ମ ପ୍ରସାରଣରେ ବିଶ୍ୱ ତିଆରି ହେଉଛି, ଆତ୍ମ ସଂକୋଚନରେ କନସେନ୍ଟ୍ରେଟେଡ ଫର୍ମରେ ବ୍ୟକ୍ତି ତିଆରି ହେଉଛି। ତେଣୁ ଅପୋଜିଟ କୁ ସେ ସବୁବେଳେ ଯାଆନ୍ତି। ତେଣୁ ଯେତେବେଳେ ସେ ଅପୋଜିଟ କୁ ଯାଉଛନ୍ତି
ତାଙ୍କର ଯୋଉଟା ସ୍ୱରୂପ ତାର ସବୁ ଅପୋଜିଟ ଘଟୁଛି। ଆପଣ ଯୋଉ ଯୋଉ କଥା କହିଥିଲେ ତାର ଅପୋଜିଟ ଟା ତିଆରି କରିବା। ଅନାଦି, ତାର ଅନାଦି, ତାଙ୍କର ଆଦି ନାହିଁ। କିନ୍ତୁ ଆମେ ଯେତେବେଳେ ସୃଷ୍ଟି ହେଲେ ଏଇ ଜଗତରେ ଆମ ସମସ୍ତଙ୍କର ଆଦି ଅଛି। ଆମେ ଗୋଟେ ରିଲେଟିଭ ବାର୍ଥକୁ ଦେଖୁଛୁ। ଯଦିଓ ଆବଷ୍ଟ୍ରାକ୍ସନରେ ତତ୍ତ୍ୱତଃ ଆମ ଆତ୍ମାର ଯାତ୍ରା ଚାଲିଛି ଅନନ୍ତ କାଳ ଧରି, କିନ୍ତୁ ହେଲେ ଆମେ ତ ଟେମ୍ପୋରାରୀ ଇଗ୍ନୋରାନ୍ସ ଭିତରେ ଦେଖୁଛୁ ନା, ଆମେ ଆମର ଆଦି ଅଛି, ଅନ୍ତ ବି ଅଛି। ତେଣୁ ଆପଣ କହୁଛନ୍ତି ଅନନ୍ତ, ଅନନ୍ତର ଅନ୍ତ ଅଛି। ଯେତେବେଳେ ସେ ପ୍ରସାରିତ ଭୂମିରେ ରହିଛନ୍ତି ସେତେବେଳେ ତାଙ୍କର ସେ ଅନନ୍ତ, କିନ୍ତୁ ଯେତେବେଳେ କନସେନ୍ଟ୍ରେଟେଡ ଫର୍ମରେ ରହୁଛନ୍ତି, ଅପୋଜିଟକୁ ଆସୁଛନ୍ତି, ସେତେବେଳେ ସେ ତାଙ୍କର ଅନ୍ତ ହଉଛି। ଆମେ ଯେମିତି ବୁଝି ନେଲେ ଯୋଉ କଥାଟା ଆପଣ ମିନ୍ କରୁଛନ୍ତି, ପ୍ରଭୁ ଶ୍ରୀ ଅରବିନ୍ଦ ଦେହ ତ୍ୟାଗ କରିବାକୁ ବାଧ୍ୟ ହେଲେ। ଅଦିତି ମା ସିଏ ବି ଏଇ ପୃଥିବୀ ପୃଷ୍ଠରେ ରହିପାରିଲେ ନାହିଁ, କାରଣ ଜଡ଼ ଜଗତର ନିୟମ, ତା ମୃତ୍ୟୁ, ଅନ୍ତ ତାର ଅଛି, ଏ ଶରୀରର ଅନ୍ତ ଅଛି। ମନ ପ୍ରାଣ ବା ଆତ୍ମାର କଥା ଏଠି କିଏ ଦେଖୁଛି ବା କିଏ ଦେଖି ହଉଛି? ସେ ଦେଖି ତ ହଉନାହିଁ। ଶରୀରରେ ମୃତ୍ୟୁଟାକୁ ମଣିଷ ମୃତ୍ୟୁ ବୋଲି ମାନି ନେଇଛି। ଆଉ ଜଡ଼ ଜଗତର ନିୟମ ଶୃଙ୍ଖଳା ଭିତରେ ଗତି କରୁଛି। ତେଣୁ ତାର ଆଦି ସିଏ ତାର ଅନ୍ତ ଅଛି, ଆଉ ସେ ସୀମାବଦ୍ଧ ଅସୀମ। ଆପଣ ଯୋଉ ଶବ୍ଦ ଗୁଡା କହୁଛନ୍ତି ସେ ଶବ୍ଦର ଅପୋଜିଟ ସବୁ ଦେଖନ୍ତୁ। ପୁଣି ପରମ କହୁଛନ୍ତି, ପରମଟା ସାପେକ୍ଷ, ପୁଣି ହେଲା ରିଲେଟିଭ। ସନାତନ ଯୋଉଟା ଏଟର୍ନିଟି, ସେଟା ଏଟର୍ନିଟି ହେଇକି ନାହିଁ, ଟାଇମ ବାଉଣ୍ଡ ହେଇଗଲା। ଆଉ ସଚିତ ଆନନ୍ଦ, ଚେତନା ଅଚେତନାରେ, ନିଶ୍ଚେତନାରେ, ଆଉ ଆନନ୍ଦ ବିଷାଦରେ, ଆଉ ଯୋଉଟା ଏକ୍ଜିଷ୍ଟେନ୍ସ ସେ ନନ୍ ଏକ୍ଜିଷ୍ଟେନ୍ସ ହେଇଯାଉଛି। ଆଉ ସେ ତାର ଅପୋଜିଟ ଆପଣ ନିଜେ ଲେଖୁଛନ୍ତି, ସ୍ଥିର ନିସ୍ପନ୍ଦ ନିଥର ନିମଗ୍ନ ହେଇଯାଉଛି। ପ୍ରଭୁକୁ ଲେଖୁଛନ୍ତି ଯେତେବେଳେ ସେ ଅପୋଜିଟ ହେଲେ, opposite of itself, something in which there can be darkness ଆସିଲା, ଆଲୋକର ବିପରୀତ ଅନ୍ଧକାର, ଚେତନାର ବିପରୀତ ଇନକନସାଇନ୍ସ, ତାଙ୍କର ଗତିଶୀଳତାର ବିପରୀତ ଇନର୍ସିଆ, ତାଙ୍କ ସେନ୍ସିବିଲିଟିର ଅପୋଜିଟ ଇନସେନ୍ସିବିଲିଟି, ତାଙ୍କ ହାରମୋନିର ଅପୋଜିଟ ଡିସହାରମୋନି, ଆଉ ତାଙ୍କ ଇଣ୍ଟିଗ୍ରେସନର ଅପୋଜିଟ ଡିସଇଣ୍ଟିଗ୍ରେସନ, ଏଗୁଡ଼ା ସବୁ ଆସିଗଲେ। ଇଟ୍ ଇଜ ଦିସ୍ ଦ୍ୟାଟ୍ we see at the basis of the material world. ଏଇଗୁଡ଼ିକ ହେଲା ଜଡ଼ ଜଗତର ନିର୍ମାଣର ଆଧାର, and speak of nowadays as the inconscient. ଆମେ ତାକୁ ଆଜିକାଲି ନିଶ୍ଚେତନା ବୋଲି କହୁଛୁ। The inconscient ocean of the Rig Veda, in which the one was hidden and arose in the form of the universe, or as it is sometimes called the non-being, ଅସତ୍। ତେଣୁ ଯେତେବେଳେ ସତ୍ର କଥା ଆପଣ ଚିନ୍ତା କରୁଛନ୍ତି, ତାର ଅପୋଜିଟ ବି ଚିନ୍ତା କରନ୍ତୁ, ଅସତ୍, ନନ୍ ବିଂ, ଏ ଅବସ୍ଥା ବି କୁ ସେ ଯାଇପାରିବେ। ତାହେଲେ ତାଙ୍କର ଯେହେତୁ ଇନମରେବଲ ପସିବିଲିଟି ରହିଛି, ତେଣୁ ଇଏ ହଉଛି ଅନ୍ୟ ଅପୋଜିଟ କୁ ଚାଲିଯିବାର ପସିବିଲିଟି ଭିତରକୁ ସେ ଯାଇଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠିଲା, କାହିଁକି ଯାଇଛନ୍ତି ବା କାହିଁକି ସେପରି ହେଲା, ହ୍ୱାଟ ଫର, ଅପୋଜିଟକୁ ସେ କାହିଁକି ଗଲେ? ତ ଦେଖନ୍ତୁ, ଆମେ ବହୁତ ସମୟରେ ଭାବିଦଉ ଏଇ ନିଶ୍ଚେତନା ଗୁଡ଼ିକ, ଜଡ଼ ଗୁଡ଼ିକ, ଏଇ ଆଳସ୍ୟ ଗୁଡ଼ିକ, ବା ଆମେ ଯୋଉଟାକି ଇନର୍ସିଆ ବୋଲି କହୁଛୁ, ଇନସେନ୍ସିବିଲିଟି, ଯାହା ଯାହା ସବୁ ଆମେ ପଢିଲେ, ଏଗୁଡ଼ା ସବୁ ଦରକାର ନାହିଁ କି? ଖାଲି ସବୁବେଳେ ଆଲୋକ ଥାନ୍ତା, ଅନ୍ଧକାର ନଥାନ୍ତା। ଆଉ ଯଦି ଆମ ପାଖରେ ତାର ଅପୋଜିଟ ଗୁଡ଼ିକ ଦରକାର ପଡୁନି, ତାହେଲେ ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦଉଛି। ରାତିରେ ଯୋଉମାନଙ୍କୁ ନିଦ ହୁଏନି, ସେମାନେ କେତେ ବ୍ୟସ୍ତ ହୁଅନ୍ତି ଜାଣିଛନ୍ତି? କେବେ ଥର ଭାବିବେ ତ ସେ କି ବ୍ୟସ୍ତତା। ମୁଁ କିଛି
ମାନେ ସାଧକ ସାଧିକାଙ୍କୁ ଜାଣେ ବା ଯୋଉମାନେ ଆମ ସହିତ କଥା ହେଲା ବେଳେ କୁହନ୍ତି ଯେ ତାଙ୍କୁ ରାତିରେ ନିଦ ହଉନାହିଁ। କେତେ କେତେ ଉପଚାର ସେମାନେ କରୁଛନ୍ତି, କେତେ ବ୍ୟସ୍ତ ହଉଛନ୍ତି, କେତେ ପ୍ରକାର ବାଟ ବାହାର କରୁଛନ୍ତି ଟିକେ ନିଦ ଖୋଜିବାକୁ। କାହିଁକି ଆମେ ତ ସବୁବେଳେ ଜାଗୃତିରେ ଥାନ୍ତେ, ନିଦଟା କାହିଁ ଦରକାର ହଉଛି? ଅପୋଜିଟ କୁ ଯିବାକୁ ଦରକାର ପଡୁଛି କି? ଦେଖିବେ ଦରକାର ପଡୁଛି। କାରଣ ନିଦ୍ରା ହଉଛି ଏପରି ଗୋଟେ ଆଶୀର୍ବାଦ, ଏପରି ଗୋଟେ ପ୍ରକୃତରେ ବରଦାନ ଯୋଉଥିରେ ଆପଣ ସେଲ୍ଫ ଫରଗେଟଫୁଲନେସ ବା ଧ୍ୟାନ ମଗ୍ନ ହୋଇକି ରହିବାର ଗୋଟେ ସୁଯୋଗ ପାଉଛନ୍ତି। ପୁଣି ସେ ନୁହେଁ ଦିନର ଅଧା ସମୟ, ଆୟୁଷର ଅଧା ସମୟ, ଆୟୁଷର ଅଧା ସମୟ ନୁହେଁ, ଆରାଉଣ୍ଡ 70%। କାରଣ ଛୋଟ ପିଲାମାନେ 17 ଘଣ୍ଟା ଶୁଅନ୍ତି, ବୁଢା ଲୋକମାନେ 15 ଘଣ୍ଟା ଶୁଅନ୍ତି। ତେଣୁ ଯଦି ଆମେ ଏକ ଆଭରେଜ ବାହାର କରିବା, ଜଣେ ମଣିଷ ତା ଆୟୁଷର 60-65 ଭାଗ ଶୋଇପଡେ। ଆଉ ସେ ଶୋଇ ପଡୁଛି ବୋଲି ତା ଦୁଃଖ ଗୁଡା ସେ ଭୁଲି ଯାଉଛି। ଆପଣ ଗୋଟେ ଆଘାତ ପାଇଛନ୍ତି, ଗୋଟେ ବିଷାଦ ଆପଣଙ୍କ ଜୀବନକୁ ଆସିଛି, ଆଉ ଆପଣ ଚିନ୍ତିତ ଅଛନ୍ତି, ବ୍ୟଥିତ ଅଛନ୍ତି, ମର୍ମାହତ ଅଛନ୍ତି, ଆଉ ଖୁବ ମାତ୍ରାରେ ବିଚଳିତ ଅଛନ୍ତି। ସେଇ ସମୟରେ ଯଦି ନିଦ ନ ହବ, ଆପଣ ଭାବିବେ ତ ମରିଗଲା ଭଳି ଲାଗିବ। ଓଃ, ଏ କଷ୍ଟ ମୁଁ ପାରିବି, ସହିପାରିବି। ଆମେ ଯୋଉ ଅହଙ୍କାରର ଯୋଉ ବୋଝ ବହୁ, ସେଇ ଅହଙ୍କାରର ବୋଝକୁ ଆମ ପିଠିରୁ କିଏ ଓହ୍ଲେଇ ଦିଏ? ଆମ ମନରୁ, ଆମ ହୃଦୟରୁ କିଏ ଓହ୍ଲେଇ ଦିଏ? ନିଦ। ନିଦରେ ଶୋଇଲା ପରେ ମୁଁ ରାବଣ ନୁହେଁ କି ମୁଁ ରାମ ନୁହେଁ। ପୁଣ୍ୟର ଭାବନା ବି ଗୋଟେ ଅହଙ୍କାର, ପାପର ଭାବନା ବି ଗୋଟେ ଅହଙ୍କାର। ଏସବୁ ଅହଙ୍କାରର ଯୋଉ ବୋଝ ଗୁଡିକ ମଣିଷ ବହୁଛି, ତା ପାଇଁ ବେଳେ ବେଳେ ନିଶ୍ଚେତନା ମଧ୍ୟକୁ ଯିବା ଦରକାର ଅଛି। ଛାଡ଼ନ୍ତୁ, ଇଏ ଗୋଟେ ପ୍ରାକ୍ଟିକାଲ ଏକ୍ସାମ୍ପଲ ଥିଲା। ଆମେ କିଛି ଅଲଗା ଏକ୍ସାମ୍ପଲ ନେବା। ଆମେ ଯୋଉ ଘରେ ରହୁ, ସେ ଘରର କାନ୍ଥ ଗୁଡିକ ଅବଶ୍ୟ ଇଟା ପଥରରେ ତିଆରି, ନିଶ୍ଚେତନା ଜଡ ହେଇକି ରହିଛନ୍ତି। ସେମାନଙ୍କ ଦେହରେ ଆମେ କଣ୍ଟା ପିଟୁଛୁ, କେବେ ଗ୍ରୁପ ତିଆରି କରୁଛୁ, କେବେ ଡ୍ରିଲିଂ ମେସିନ ଆଣିକି ଡ୍ରିଲ କରୁଛୁ। ଯଦି ସେମାନେ ସବୁ ଜଡ ନ ହେଇକିରି ଚେତନଶୀଳ ହେଇଥାନ୍ତେ, ଆଉ ଆମେ ତା ଦେହରେ ଡ୍ରିଲ କରୁଥାନ୍ତେ, କେତେ ବଢିଆ ଲାଗୁଥାନ୍ତା ନା? ଆପଣ, ମୁଁ ସେଦିନ ଇନକମ୍ ସାଇନ୍ସ ଉପରେ ଭୁବନେଶ୍ୱରରେ ଏକ ପାଠଚକ୍ରରେ କହୁଥିଲେ ଯେ ଆମେ ଯାହାକୁ ସବୁ ଖାଇଯାଉ, ପ୍ରଥମେ ତାକୁ ନିଶ୍ଚେତନ କରୁ, ଜଡ କରୁ, ନହେଲେ ଉପାୟ ନାହିଁ। ଧରନ୍ତୁ ଆପଣ ଚାଉଳ ହଉ, ପରିବା ହଉ, ମାଛ ହଉ, କୁକୁଡ଼ା ହଉ, ଯାହାକୁ ମଣିଷ ଖାଉଛି ତାକୁ ପ୍ରଥମେ ମାରି ଦଉଛି। ଜୀବନ୍ତ କୁକୁଡ଼ା ଗୁଡା ତ ଆମେ ଖାଇଯାନ୍ତେ, ଜୀବନ୍ତ ମାଛ ଗୁଡା ତ ଖାଇଯାନ୍ତେ, କିନ୍ତୁ ଆମେ ତାକୁ ପ୍ରଥମେ ନିଶ୍ଚେତନା ଭିତରକୁ ନଉଛୁ ଆଫ୍ଟର କିଲିଂ, ତାପରେ ତାକୁ ବଏଲ କରୁଛୁ, ଏବଂ ସେ ସମ୍ପୂର୍ଣ୍ଣ ନିଶ୍ଚେତନ ହେଲା ପରେ ଆମେ ସେ ନିଶ୍ଚେତନତାକୁ ଗ୍ରହଣ କରୁଛୁ ଆମ ଖାଦ୍ୟ ରୂପରେ। କାରଣ ଆପଣ ଯେତେବେଳେ ମାଛ ଖାଆନ୍ତି, ସେ ମାଛ ଯଦି ପାଟି ଭିତରେ ଡେଅନ୍ତା, ଆପଣଙ୍କୁ କାମୁଡନ୍ତା, କି ସିଏ ଛଟପଟ ହୁଅନ୍ତା, ଚିତ୍କାର କରନ୍ତା, ମତେ ଖାନି, ତାହେଲେ ଆପଣ କେତେ ଦୂର ତାକୁ ନେଇକି ମ୍ୟାନେଜ କରିପାରନ୍ତେ? ଏଇ ଜଡ ଭିତରୁ ହିଁ ଆମେ ଶକ୍ତି ଆହରଣ କରୁଛୁ, କାରଣ ଜଡ ଭିତରେ ଶକ୍ତି ସଂଗୋପିତ ହିଁ ରହିପାରୁଛି। ଚେତନଶୀଳ ପଦାର୍ଥ ମାନଙ୍କ ମଧ୍ୟରେ ଶକ୍ତିର ସ୍ତର ବଡ ସୀମିତ, କିନ୍ତୁ ଜଡ ପଦାର୍ଥ ମାନଙ୍କ ମଧ୍ୟରେ ଶକ୍ତିର ଅବସ୍ଥିତି ବହୁ ମାତ୍ରାରେ ଅଧିକ। ବହୁ ମାତ୍ରାରେ ଜଡ ଭିତରେ ଏତେ ଶକ୍ତି ଖୁନ୍ଦି ହେଇକି ରହିଛି, ଏତେ ଶକ୍ତି ତା ଭିତରେ ଇନଭଲ୍ଭ ହେଇକି ଅଛି, ଏତେ ଶକ୍ତି ତା ଭିତରେ ଅନ୍ତର୍ନିହିତ ହେଇକି ରହିଛି, ସେଗୁଡିକ ଆମେ ଚିନ୍ତା କରିପାରିବା ନାହିଁ, ଆମ ଚିନ୍ତାର ବାହାରେ। ଆପଣ ଯୋଉ ରାସ୍ତାରେ ଚାଲନ୍ତି, ସେ ରାସ୍ତାରେ ଆମେ ଗାଡି ମଟର ଚଲଉ, ଯଦି ସେଗୁଡିକ ନିର୍ଜୀବ ଆଉ ସେଗୁଡିକ ଚେତନହୀନ ହେଇନଥାନ୍ତେ, ବା ଆମେ ଯାହାକୁ ଇନକନସିଏଣ୍ଟ ବୋଲି କହୁଛୁ,
ତାହେଲେ ସେମାନେ ସବୁ ଚିତ୍କାର କରନ୍ତିନି, ମୋ ଉପରେ କଣ ଏତେ ଯାଉଛ? ଗୋଟେ ପୋଲ ଉପରେ ଦେଖିବେ, ଯଦି ଗୋଟେ ସେକେଣ୍ଡରେ ଗୋଟେ ଗାଡି ଯାଉଛି, ତାହେଲେ ଗୋଟେ ଘଣ୍ଟା ଭିତରେ 3600 ଗାଡି ଯାଉଛି। ଆଉ 24 ଘଣ୍ଟା ଭିତରେ କେତେ ଗାଡି ଯାଉଛି? 30-40 ବର୍ଷ ଧରି ଗୋଟେ ପୋଲ ଯଦି ସେମିତି ଥାଏ, ତା ଉପରେ ସେଇ ଭାରଟା ଆମ ନିଜ ଉପରେ ନେଲେ ଦେଖିବା, ଆମ ଉପରେ ଗୋଟେ ପିମ୍ପୁଡି ଚାଲିଲେ ଆମେ ଶୋଇପାରୁନୁ, ଗୋଟେ ମଶା କାମୁଡ଼ିଲେ ଆମେ ଶୋଇପାରୁନୁ। ପର୍ବତ, ସେ ପର୍ବତଟା ଅଛି ବୋଲି ତ ଆମେ ତାକୁ ଭାଙ୍ଗି ଆଣିକି ରାସ୍ତା ତିଆରି କରୁଛୁ। ତେଣୁ ଏଠି ନିଶ୍ଚେତନାର ଉପାଦାନ ଗୁଡିକ ରଖାଯାଇଛି ବିଶ୍ୱକୁ, ବିଶ୍ୱ ଜୀବନକୁ ସୁନ୍ଦର କରିବା ପାଇଁ, ଜୀବନକୁ ସୁନ୍ଦର କରିବା ପାଇଁ, ଚେତନାକୁ ସମନ୍ୱିତ କରିବା ପାଇଁ, ଆହୁରି କମ୍ଫର୍ଟ ଦେବା ପାଇଁ। କାରଣ ଚେତନା ତ କମ୍ଫର୍ଟ ଚାହିଁବ ମଣିଷ ଚେତନାରେ ଆସିଲେ, ମନ ଅବସ୍ଥାରେ, ମନ ଚେତନାରେ। ଆପଣଙ୍କୁ ମନ ଚେତନାକୁ ଆସିବା ମାତ୍ରେ ଆପଣ ଯୋଉ ସୁଖ ଖୋଜନ୍ତି, ସେଇ ସୁଖ ଗୁଡିକର ସାଧନ ହଉଛି ଇନକନସିଏଣ୍ଟ। ଫ୍ୟାନ୍ ଘୁରୁଛି, ଆପଣ ଜଣକୁ ପଙ୍ଖା କରିବାକୁ କହିଲେ, ଯେତେବେଳେ ଫ୍ୟାନ୍ ନଥିଲା ରାଜା ମାନେ ସବୁ ଲୋକ ରଖୁଥିଲେ ତାଙ୍କୁ ଫ୍ୟାନ୍ କରିବାକୁ, ବିଞ୍ଚଣା କରିବା ପାଇଁ ରାଜା ମାନଙ୍କୁ, ଛତା ଧରିବାକୁ ଲୋକମାନଙ୍କୁ ସବୁ ନିଯୁକ୍ତି ମିଳୁଥିଲା। ସେଠି ମୋଟର ଗାଡି ନଥିଲା, ପାଲିଙ୍କିରେ ଲୋକେ ବୋଇକି ନଉଥିଲେ। ତ ପାଲିଙ୍କିରେ ବୋଇକି ନେବାଟା ସହଜ କି ମୋଟର ଗାଡିରେ ଚାଲି ଯିବାଟା ସହଜ? ହାତୀ ପିଠିରେ ଚାଲିକି ଯିବାଟା ସହଜ କି ରେଳ ଗାଡିରେ ଯିବାଟା ସହଜ କି ଉଡାଜାହାଜରେ ଯିବାଟା ସହଜ? ତ ଇନକନସିଏଣ୍ଟ ବେଶୀ ସେବା କରୁଛି ଏଇ ଜୀବନର, ଏଇ ଚେତନା ଗୁଡିକର, ଏବଂ ସେ ବିନା ପ୍ରତିବାଦରେ କରୁଛି, ମନା କରୁନାହିଁ। ଆପଣ ଯେତେବେଳେ ଆପଣ ସ୍କୁଟରକୁ ଚଲାନ୍ତି, କିଛି ବାଟ ଗଲା ପରେ ସେ ମନା କରେ କି? କିନ୍ତୁ ଆପଣ ସାଙ୍ଗକୁ କାଲି ସକାଳେ ଡାକିକି ନେବେ, କହେ ଭାଇ ଚାଲନେ ଯିବା। ଆପଣ 5 କିଲୋମିଟରରୁ 6 କିଲୋମିଟର ହେଲା ପରେ ସେ କହେ ଏତେ ଦୂର ମତେ କାହିଁ ଡାକିକି ଆଣିଲୁ, କଣ ଦରକାର ଥିଲା? ତାହେଲେ କିଏ ଆପଣଙ୍କର ଭଲ ବନ୍ଧୁ? ଚେତନାହୀନ ଗୋଟେ ସ୍କୁଟର ନା ଆପଣଙ୍କ ଚେତନା ଯୁକ୍ତ ବନ୍ଧୁ? ସେ ତ ପ୍ରତିବାଦ କରେ, ମନା କରେ। ଆପଣ ଯୋଉ ଖଟ ଉପରେ ଶୁଅନ୍ତି, ସେ ଖଟ ପଲଙ୍କ ଆପଣଙ୍କୁ ରାତି ସାରା, ଯଦି 24 ଘଣ୍ଟା ଆପଣ ଶୋଇବେ, ସେ ମନା କରିବନି। ଆପଣ ଯୋଉ ସୋଫା ଉପରେ ବସନ୍ତି, ତା ଉପରେ 24 ଘଣ୍ଟା ବସିବେ, ସେ ମନା କରିବନି। ଆପଣ ଯଦି 5 କୁଇଣ୍ଟାଲ ଜାଗାରେ 6 କୁଇଣ୍ଟାଲ ଲୋଡ ତା ଉପରେ ରହେ, ସେ ବି ମନା କରିବନି। କିନ୍ତୁ ଆମେ ଯଦି ମା କୋଳରେ ବସିଥାଉ, ଆମେ ଏତେ ସାନ ଥାଉ ମା ଶୋଇନି, କିନ୍ତୁ ବଡ ହେଇଯାଉ ମା କହେ ତୁ ଏତେ ବଡ ହେଲଣି, ମୁଁ ତୋତେ ବସେଇ ପାରିବି। ମା ଆମକୁ କୋଳ କରୁଥିଲେ, କାଖ କରୁଥିଲେ କେତେ ପର୍ଯ୍ୟନ୍ତ, when we were kids। ଯେତେବେଳେ ଆମେ ବଡ ହେଇଗଲେ, ସେତେବେଳେ ମା ଆମକୁ କୋଳେଇ ପାରିବେନି କି କାଖେଇ ପାରିବେନି, କାରଣ ସେ ଚେତନଶୀଳ। ଆଉ ଯଦି ସେ ଜଡ ହେଇଥାନ୍ତେ, ଆପଣ ଚେୟାର ଉପରେ ବସୁଛନ୍ତି, ଟେବୁଲ ୟୁଜ୍ କରୁଛନ୍ତି, ଗ୍ଲାସ ୟୁଜ୍ କରୁଛନ୍ତି, ସମସ୍ତଙ୍କୁ ଆମେ ଯେତେବେଳେ ୟୁଜ୍ କରୁ ଜଡ ପଦାର୍ଥ ଗୁଡିକୁ, ସେମାନେ ବିନା ପ୍ରତିବାଦରେ, ବିନା କିଛି ଗୋଟେ ଚିନ୍ତା ନ କରି ସେ ଆମର ସେବା କରନ୍ତି। କୁହନ୍ତୁ, ଆମ ଗ୍ଲାସ ଗୁଡିକ ଜୀବନ୍ତ ହବା ଦରକାର ଥିଲା? ଆମେ ଯୋଉ ହାଣ୍ଡିରେ ଭାତ ରାନ୍ଧୁ, ସେଇଟା ଯଦି ଜୀବନ୍ତ ହେଇଥାନ୍ତା, ଚେତନଶୀଳ ହେଇଥାନ୍ତା, ତାହେଲେ ସେ ତ କିଛି ସମୟ ପରେ ମତେ ନିଆଁରେ ବସେଇଛ, କାଟିଥିଲା, ମତେ ବହୁତ ଜଳିଗଲା ମୋ ଦେହଟା। ଆପଣଙ୍କ ଚାଉଳ ଡାଲି ସମସ୍ତେ ଚିତ୍କାର କରନ୍ତେ, ଆମେ ଖାଆନ୍ତେ କଣ? ଯେହେତୁ ବର୍ତ୍ତମାନ ବିଶ୍ୱବିଧାନର ଅବସ୍ଥାଟି ବଦଳି ନାହିଁ, ସେଥିପାଇଁ ପ୍ରଭୁ ନିଜେ ସ୍ୱୟଂ ଗୋଟେ ଇନକନସିଏଣ୍ଟର ଅବତାର ନେଇଛନ୍ତି। ଯିଏ ଅତି ଚେତନ, ସେ ନିଶ୍ଚେତନାକୁ ମଧ୍ୟ ଯାଇପାରନ୍ତି, କାରଣ ଅପୋଜିଟ କି ଯିବାର ଅର୍ଥ ତାଙ୍କ ପସିବିଲିଟି ଭିତରେ ରହିବା। ଏବଂ ଯେତେବେଳେ ଆମେ ଏଇ ଜ୍ଞାନ ପାଇବା ଯେ, କାରଣ ଋଷିମାନେ ଚେତନ ବିଜ୍ଞାନକୁ ପ୍ରଥମେ ଆଗକୁ ଆଣିଲେ, ଏବଂ ପରେ ଜଡ ବିଜ୍ଞାନ ଜଡ ଚେତନାକୁ ଆଗକୁ ଆଣିଛି, ଜଡ ଅବସ୍ଥାକୁ। ଏବଂ ଏଇ ଦୁଇଟି ବିଜ୍ଞାନର ମିଳନ ଯେତେବେଳେ ହବ, ଆମେ ଯେତେବେଳେ ଭଲ ଭାବରେ ବୁଝିବା
ଯେ ଜଡ଼ ନିକଟରେ ବେଶୀ ସମ୍ଭାବନା ଅତି କମରେ ରହିଛି। କାହିଁକି ନା ଆଜି ଗୋଟେ ମାଇକ୍ରୋଚିପ୍ସ କି ଗୋଟେ କମ୍ପ୍ୟୁଟର ଯେତେ କାମ କରିପାରୁଛି ଗୋଟେ ମଣିଷ ସେତିକି କାମ କରିପାରିବା ଅସମ୍ଭବ। ଗତକାଲି ମତେ ଜଣେ ଗୋଟେ ଟେଲିଫୋନ ନମ୍ବର ପଠେଇଲେ, କହିଲେ ସେ ଟେଲିଫୋନ ନମ୍ବରଟାକୁ ଆପଣ ସେଭ୍ କରିଦିଅନ୍ତୁ ହ୍ୱାଟ୍ସଆପରେ, ଆଉ ତାକୁ ଖାଲି ଲେଖିଦିଅନ୍ତୁ ସାର୍ଟିଫିକେଟ, ଆପଣଙ୍କର କୋଭିଡ ସାର୍ଟିଫିକେଟ ଆସିଯିବ। ଆଉ ଇଟ୍ ହ୍ୟାପେନ୍ସ। ତାହେଲେ ଗୋଟିଏ ଯନ୍ତ୍ର ଯଦି ଭାରତର 100 କୋଟି ଲୋକଙ୍କର ସାର୍ଟିଫିକେଟ ଦେଇ ପାରୁଛି ମନେ ରଖିକି, କାହାର କଣ ନାଁ, ତାର ଆଧାର କାର୍ଡ ନମ୍ବର କଣ, ସେ କେତେ ତାରିଖରେ ନେଇଥିଲା, କଣ ଇଞ୍ଜେକ୍ସନ ନେଇଥିଲା, କୋଉ ଜାଗାରେ ନେଇଥିଲା, ଏଭ୍ରିଥିଙ୍ଗ ଇଜ ରିଟେନ୍ ଦେୟାର। ତାହେଲେ ଭାବନ୍ତୁ ତ ସେ କେତେ ମନେ ରଖିପାରୁଛି, ଆପଣ ମନେ ରଖିପାରିବେ ସେତିକି? ତାହେଲେ ଜଡ଼ ପାଖରେ ସମ୍ଭାବନା ବେଶୀ କି ଆମ ପାଖରେ ବେଶୀ? ଗୋଟେ ମାଇକ୍ରୋଚିପ୍ସ ତ ଜଡ଼ ନିଶ୍ଚିତ ନା, କିନ୍ତୁ ସେ ଗୋଟିଏ ଗୀତ ମନେ ରଖି ଦଉଛି ବିନା ମାନେ କିଛି ପ୍ରତିବାଦରେ। କିନ୍ତୁ ମୁଁ ସତ କହୁଛି ଭାଇ, ମୁଁ ଗୋଟିଏ ଗୀତ ମନେ ରଖିନାହିଁ। ତାହେଲେ ହୁଇଚ୍ ଇଜ୍ ସୁପରିୟର? ଆମେ ଅନେକ ସମୟରେ ନିଶ୍ଚେତନଟାକୁ କାହିଁକି ଭାବୁଛୁ ଯେ ସିଏ ଆମଠାରୁ ଗୌଣ, ସେ ଜଡ଼ ହେଇବଲେ ବୋଲି ଆମେ କାହିଁକି ପ୍ରତିବାଦ କରୁଛୁ? ଆମେ କାହିଁ କହୁନୁ ଯେ ତାଙ୍କ ପାଖରେ ଯୋଉ ସହିଷ୍ଣୁତା ରହିଛି, ସେଇ ସହିଷ୍ଣୁତା ଯୋଗୁଁ ହିଁ ଆମେ ତିଷ୍ଠି ରହିଛୁ। ତାଙ୍କ ପାଖରେ ଶକ୍ତି ଧାରଣ କରିବାର ସେଇ କ୍ଷମତା ଥିବା କାରଣରୁ ଆମେ ସବୁ ତିଷ୍ଠି ରହିଛୁ। ତେଣୁ ସେଇ ପରମ ପ୍ରଭୁ ସେଇଭଳି ଏକ ନିଶ୍ଚେତନାର ସୁଯୋଗ ତିଆରି କରିଛନ୍ତି ଏବଂ ସେ ନିଜେ ଗୋଟେ ୟୁନିଭର୍ସାଲ ଅବତାର ନେଇଛନ୍ତି। ଏ ପୃଥିବୀର ପ୍ରଥମ ଅବତାର ହେଉଛି ନିଶ୍ଚେତନା। ମୀନ ହବା ପୂର୍ବରୁ, କୁର୍ମ ହବା ପୂର୍ବରୁ ଏ ଜଡ଼ ଜଗତ ସୃଷ୍ଟି ହେଇସାରିଥିଲା। ତେଣୁ ଏ ହେଉଛି ପ୍ରଥମ ଅବତାର। କାହିଁ ସେ କଥା କେହି କହିଲେ ନାହିଁ? ପରମ ପ୍ରଭୁ ଆସି ଶ୍ରୀ ଅରବିନ୍ଦ ଆସି କହିଲେ ଯେ ଏଇ ଜଡ଼ ଜଗତ, ଏଇ ନିଶ୍ଚେତନା, ଏଇଟା ହଉଛି ତାଙ୍କର ଫାଷ୍ଟ ୟୁନିଭର୍ସାଲ ଅବତାରହୁଡ। ଏଇଟା ହଉଛି ଫିଲ୍ଡ, ଏଇଟା ହଉଛି କଣ୍ଟେଣ୍ଟ, ଏଇଟା ହଉଛି ମିନ୍ସ, ଏଇଟା ହଉଛି ବେସ୍, ଯାହା ଉପରେ ଆଧାର କରି ସବୁ କିଛି ଛିଡା ହେଇଛି। ଆମ ମାଟି ଉପରେ ଯେତିକି ବୋଝ ରହିଛି, ଆମ ଘରର, ପାହାଡର, ପର୍ବତର, ସମୁଦ୍ରର, ସେ ଓଜନ ଗୁଡିକ କଣ ଗୋଟେ ଚେତନଶୀଳ ପଦାର୍ଥ ସମ୍ଭାଳିଦେବ? ସେ ନିଶ୍ଚେତନା ହେଇଥିବା କାରଣରୁ ହିଁ ତାକୁ ଧାରଣ କରିଛନ୍ତି। ତେଣୁ ଆମେ ଯେତେବେଳେ ବୁଝୁଛୁ ଜଡଟା ଗୋଟେ କଣ ଅଶୁଭ, ନା ଜଡଟା ଗୋଟେ କିଛି ନେଗେଟିଭ, ନା ଜଡଟା ଗୋଟେ କିଛି ଅଦରକାରୀ, ଯେଉଁମାନେ ସେପରି ମନେ କରନ୍ତି ତ ସେମାନେ ପ୍ରଭୁଙ୍କର এই ମହାନ ତତ୍ତ୍ୱଟିକୁ ପାଇବେ ନାହିଁ। ତେଣୁ ଜଡର ଅଣୁପରମାଣୁ ଭିତରେ ତାଙ୍କର ବିଦ୍ୟମାନତା ରହିଛି ଏବଂ ଚେତନର ଅଣୁପରମାଣୁ ଭିତରେ ବି ତାଙ୍କର ବିଦ୍ୟମାନତା ରହିଛି। କେବଳ ସେ ହିଁ। ତେଣୁ ସିଏ ଯେ ଅପୋଜିଟ କୁ ଯାଇଛନ୍ତି କିଛି ଉଦ୍ଦେଶ୍ୟ ରଖି ଯାଇଛନ୍ତି, ଆଉ ସେ ଉଦ୍ଦେଶ୍ୟ ସେ ଜାଣନ୍ତି। ସେଇ କଥାଟିକୁ ସେ ବର୍ତ୍ତମାନ ପ୍ରକାଶିତ କରୁଛନ୍ତି ଯେ ବିବର୍ତ୍ତନରେ ପ୍ରଥମେ ଜଡ ଦରକାର ପଡିଥିଲା, କାରଣ ପ୍ରଥମେ ଅସତ୍ ଭିତରୁ ସତ୍ର ଉଦ୍ଭବ ହବ, ନହେଲେ ବିଙ୍ଗ ଭିତରୁ ବିଙ୍ଗ ଆସିଲା। ବିଙ୍ଗଟା ପ୍ରଥମେ ଇନକନସିଏଣ୍ଟ ହେଇକି ଆସିଛନ୍ତି। ଏଇଟା ହଉଛି ଆବଶ୍ୟକତା। ଏବଂ ଇନକନସିଏଣ୍ଟ ହେଇକି ଆସିଲା ପରେ ସେ ପୁଣି ଧୀରେ ଧୀରେ ସବକନସିୟସନେସ ଭିତରକୁ ଯାଉଛନ୍ତି, ସବକନସିୟସନେସ ରୁ କନସିୟସନେସ କୁ ଯାଉଛନ୍ତି, କନସିୟସନେସ ରୁ ପୁଣି ସୁପର କନସିୟସନେସ କୁ ଚାଲିଯିବେ, ସେ ଯୋଉଠୁ ଆରମ୍ଭ ଆସିଥିଲେ। ଏବଂ ଏଇ ଦିଗରେ ହିଁ ବିବର୍ତ୍ତନ ଗତି କରୁଛି। କିଏ ଜାଣିଥିଲା ଅଣୁ ପରମାଣୁ ଭିତରେ ଏତେ ଶକ୍ତି ଅଛି? ପରମାଣୁ ତିଆରି ହେଉଛି, ହାଇଡ୍ରୋଜେନ ବମ୍ ତିଆରି ହେଉଛି, ଆଣବିକ ଶକ୍ତି ଗୁଡିକୁ ନେଇକି ଆଜି ଜଗତରେ କେତେ କାମ ହଉଛି। ପୃଥିବୀର ଅନେକ ଦେଶ ଅଛି ଯୋଉମାନଙ୍କ ପାଖରେ ହାଇଡ୍ରୋ ଇଲେକ୍ଟ୍ରିସିଟିର ସମ୍ଭାବନା ନାହିଁ, ଥର୍ମାଲ ଇଲେକ୍ଟ୍ରିସିଟିର ସମ୍ଭାବନା ନାହିଁ, ତ ସେମାନେ ସମସ୍ତେ ନ୍ୟୁକ୍ଲିୟର ଇଲେକ୍ଟ୍ରିସିଟି ବ୍ୟବହାର କରୁଛନ୍ତି। ଗୋଟେ ଅଣୁ ପରମାଣୁ ପାଖରେ କେତେ ଶକ୍ତି ରହିଛି ଯେ ଏତେ ମଣିଷକୁ ଶକ୍ତି ଯୋଗାଇ ପାରୁଛି।
ହଁ, ଗୋଟିଏ ପରିପ୍ରେକ୍ଷୀରେ ପରମାଣୁ ବୋମା ଗୋଟେ ଧ୍ୱଂସର ପ୍ରତୀକ ହେଇକି ଆସିଥିଲା, କିନ୍ତୁ ଆଜି ସେ ସର୍ଜନର ପ୍ରତୀକ ହେଇକି ଆସୁଛି। ଟ୍ରାନ୍ସଫର୍ମେସନ କେତେ ସ୍ତରରେ କେତେ ବାଟରେ ହେଉଛି, ଇନଫାନାଇଟ୍ ଇନୋଭରେବଲ ପସିବିଲିଟିଜ ଭିତରେ ଏ କଥା ଗୁଡ଼ିକ ସଂଗଠିତ ହେଉଛି। ତେଣୁ ଗୋଟେ ଗଛ କୁ ଯଦି ଆପଣ ପାଣି ଦଉନାହାନ୍ତି ସେ ଝାଉଁଳି ପଡୁଛି, ତାପରେ ମରିଯାଉଛି। କିନ୍ତୁ ଆପଣ ଯୋଉ ଘରେ ଖଟ ପଲଙ୍କ ରଖିଛନ୍ତି, ଚେୟାର ଟେବୁଲ ରଖିଛନ୍ତି କାଠରେ ତିଆରି, ତାକୁ ପାଣି ଦେବାକୁ ପଡୁନାହିଁ। ଲୁହାରେ ତିଆରି ଅଛି, ତାକୁ ଖାଇବାକୁ ଦେବାକୁ ପଡୁନାହିଁ। ଆପଣଙ୍କ ଘରେ ଗୋଟେ ଯଦି ବିରାଡ଼ି କି କୁକୁର କି ଗୋଟେ ଗାଈ କିମ୍ବା ଗୋଟେ ଶୁଆ ପାଳନ୍ତି, ସେଟା କୁହାଯାଏ ଲାଇଫ ଷ୍ଟକ୍। ଆପଣ ତାକୁ ଛାଡିକି କୋଉ ଜାଗାକୁ ଯାଇପାରିବେନି, ବିଦେଶ ଯାଇପାରିବେ। ଆପଣ କାହାରି ନା କାହାରି ତାକୁ ଜିମା ଦେବେ, କହିବେ ମୁଁ ମାଛ ରଖିଛି ଟିକେ ତ ଖାଇବାକୁ ଦେଇଦବ, ମୁଁ ଗଛ ରଖିଛି ଟିକେ ପାଣି ଦେଇଦବ, ମୁଁ ଗୋଟେ କୁକୁର ରଖିଛି ତା ପାଇଁ ଖାଦ୍ୟ ଏଇଟା ତାକୁ ଦବ, ଗୋଟେ ବିରାଡ଼ି ରଖିଛି ତାକୁ ଟିକେ ଖାଇବାକୁ ଦବ। ଆମେ ପଡୋଶୀ ମାନଙ୍କୁ କେତେ ନେଉରା ହଉନା, ମୋର ଲାଇଫ ଷ୍ଟକ୍ ଟିକେ ବଞ୍ଚେଇ ରଖିଥିବୁ। ହେଲେ ଆପଣଙ୍କ ଘରେ ଯୋଉ ଚେୟାର ଟେବୁଲ ରଖିଛନ୍ତି, ଡାଇନିଂ ସେଟ୍, ଆପଣ ସୋଫା, ଆପଣଙ୍କ ଆଲମିରା, ଆପଣଙ୍କ ଫ୍ରିଜ, ଆପଣ ଟିଭି, କାହାକୁ ଖାଇବାକୁ ଦେଇ ଯାଆନ୍ତି? ଆପଣ ମାସେ ପରେ ଆସିଲା ବେଳେ ସେମାନେ ସେମିତି ଥାନ୍ତି, ସେ ପୁଣି ଆପଣଙ୍କର ସେବା କରନ୍ତି। ମୁଁ ଆପଣଙ୍କୁ ହଜାର ହଜାର ଥର ସମସ୍ତଙ୍କୁ କହୁଛି ଯେ ଜଡ଼ ଆମର ଯେତେ ସେବା କରେ, ଜୀବନ୍ତ ପଦାର୍ଥ ଆମ ପାଇଁ ସେବା କମ କରେ ଏବଂ ବେଶୀ ଲାଇବିଲିଟି ହେଇଥାଏ। ଗୋଟେ ଲୋକ ଗୋଟେ କୁକୁର ରଖିଥିଲା ନିଜେ, ତାକୁ କେଡ଼େ ସ୍ନେହରେ ତାକୁ ଖାଇବାକୁ ଦିଏ। ଦିନେ ସେଇ କୁକୁର ତାକୁ କାମୁଡ଼ି ପକେଇଲା। ହେଲେ ଆପଣଙ୍କୁ ଜଡ଼ ପଦାର୍ଥ ମାନେ ସେଭଳି ବ୍ୟବହାର କରନ୍ତି। ତେଣୁ ଜଡ଼ ଯେ ଜଡ଼ ଏବଂ ତା ଭିତରେ କିଛି ସମ୍ଭାବନା ନାହିଁ ବା ତାର କିଛି ଉପଯୋଗିତା ନାହିଁ, ଆଉ ସେ ଯେ ବିନା ଉଦ୍ଦେଶ୍ୟରେ ତିଆରି ହେଇଛି, ଆଉ ସେଭଳି ହବାଟା ନିଷ୍ପ୍ରୟୋଜନ ଥିଲା, ଏଭଳି ଗୋଟେ ପରିକଳ୍ପନା ଆମ ମନକୁ ଆସୁଛି କାହିଁକି? ତେଣୁ ଏ ଜଗତରେ ଯାହା କିଛି ଘଟିଛି, ଏ ବିଶ୍ୱ ଅଭିବ୍ୟକ୍ତିର ପଦକ୍ଷେପରେ ପ୍ରଭୁ ତାର ପ୍ରଥମ ଅବତାର ନେଇଛନ୍ତି ସେଇ ବାଟରେ, ଏବଂ ତାରି ଭିତରୁ ନିଶ୍ଚେତନା ଭିତରୁ ଟିକେ ଟିକେ ଚେତନାର ଉନ୍ମେଷ ହଉଛି ଏବଂ ଧୀରେ ଧୀରେ ଜୀବ ଜଗତ ଆଗକୁ ବଢୁଛି। ଗୋଟେ ନିର୍ଜୀବତା ଭିତରୁ ଜୀବ ଜଗତକୁ ସେ ଆଣିଛନ୍ତି, ପ୍ରାଣକୁ ଆଣିଛନ୍ତି ତା ଭିତରେ। ତେଣୁ ଯଦି ମ୍ୟାଟର ନଥାନ୍ତା, ନିଶ୍ଚେତନା ନଥାନ୍ତା, ତାହେଲେ କୋଉ ଆଧାର ଉପରେ ସେ ଚେତନାଟାକୁ ଆଣିଥାନ୍ତେ? ତେଣୁ ଆଜି ଦେଖନ୍ତୁ, ସେଇ ଜୀବନକୁ ବଞ୍ଚେଇ ହବ କି ବିନା ଜଡ଼ରେ? ଆପଣ ପାଣି ଜଡ଼, ଆପଣ ପବନ ଜଡ଼, ଅନ୍ନ ଜଡ଼, ଯାହା ଉପରେ ମଣିଷ ତିଷ୍ଠିଛି। ତେଣୁ ସବୁବେଳେ ଆମେ ଯୋଉ ମାଟିରେ ପାଦ ରଖୁ, ସେଗୁଡ଼ିକ ଯଦି ସବୁ ଜୀବନ୍ତ ପଦାର୍ଥ ହେଇଥାନ୍ତେ, ଚେତନଶୀଳ ହେଇଥାନ୍ତେ, ତାହେଲେ ସେମାନେ କେତେ ଗାଳି ଦିଅନ୍ତେ। ଆମ ମଣିଷର ମାନେ ଗୋଡ ଟିକେ ବାଜିଯିବା ବେଳକୁ ଦେଶରେ ରାଇଟ ହଉଛି। ଗୋଟେ ଛୋଟ କାହାଣୀ କହିବାକୁ ଚାହେଁ, ଯୋଉଟା ଆଖି ଦେଖା, କାନ ଶୁଣା କଥା ନୁହେଁ। ଦୁଇ ଜଣ ଲୋକ ପାନ ମାଗୁଥିଲେ ଗୋଟେ ପାନ ଦୋକାନରେ, ଜଣେ ହିନ୍ଦୁ ଜଣେ ମୁସଲମାନ। ହିନ୍ଦୁ ଦେହରେ ମୁସଲମାନର ଗୋଡ ବାଜିଗଲା। ମୁସଲମାନ ଜାଣିନାହିଁ ଯେ ସେଟା ବିଷ୍ଣୁ କହିବାକୁ ପଡେ, ସେ ସେତିକି କଲା ନାହିଁ। ତାପରେ ସିଏ ତାକୁ ପିଟିଦେଲା। ତାପରେ ସେ ଲୋକଟା କିଣିଲା, ଏ ଲୋକଟା କିଣିଲା, ରାଇଟ ହେଲା। ଧୀରେ ଧୀରେ ସେ ରାଇଟ ହଉ ଶତାଧିକ ଲୋକଙ୍କର ଜୀବନ ଗଲା, କେତେ ଦୋକାନ ଲୁଣ୍ଠନ ହେଲା, କେତେ ଝିଅ ବୋହୂଙ୍କର ମାନ ମହତ ଗଲା, କେତେ ଧନ ସମ୍ପତ୍ତି, କେତେ ଅଶାନ୍ତି, କେତେ ଉପଦ୍ରବ, କେତେ ରିସୋର୍ସ ନଷ୍ଟ ହେଲା। ଇଏ ହେଲା ଜୀବନ୍ତ ମଣିଷର ଉଦାହରଣ, ଚେତନଶୀଳ ମଣିଷର ପଶୁମାନଙ୍କ କଥା ମୁଁ କହିନାହିଁ। କିନ୍ତୁ ଆମେ ମାଟିରେ କେତେ ପାଦ ଦେଇକି ଦମ ଦମ ହେଇ ଚାଲୁ। ଆମେ ଯାହାକୁ ଧରିତ୍ରୀ ମାତା କହୁଛୁ, ବିଷ୍ଣୁଙ୍କର ପତ୍ନୀ କହୁଛୁ, ସେ ଯଦି ପ୍ରତିବାଦ କରନ୍ତେ ମୋ ଦେହରେ ଗୋଡ ବାଜିଗଲା, ଆମେ କୋଉଠି ଥାନ୍ତେ? ତେଣୁ ନିଶ୍ଚେତନାକୁ ପୂଜା କରିଥିଲା ଆମ ଋଷିକୂଳ, ଯାହାକୁ ଲୋକେ ପରବର୍ତ୍ତୀ ସମୟରେ ବୁଝି ନ ପାରିକି ସେମାନେ
निंदा कले बा हमको थट्टा भी कले। आज भी हिंदुइज्म रो बा सनातन धर्म रो जदि किसी रिडिकुल्स बा किसी प्रकार उपहास से करती से सब कहती ये मान जड़र उपासक। अरे जड़ पा मूल, जड़ ही मूल। से आमे पानी को देवता कहितलु, पवन को देवता कहितलु, सूर्य को देवता कहितलु, चंद्र को देवता कहितलु, वृक्ष को देवता कहितलु एवं नदी को देवता कहितलु, समुद्र को देवता कहितलु, पत्थर को भी देवता बोली मानी पूजु। सबु मंदिर रे देवता होचंती पत्थर। से जगह गोटे जीवंत मनीष ठिया कले देखिया, काली ठारू आमे गोटे मनीष को नहीं छिड़ा करदवा तते पूजा करा जिवो भगवान रूप रे। केते समस्या सेठी रही परियो? 24 घंटा रही परियो ना 10 थर पळे उठिकी? से स्थिर, से स्थविर, से सहिष्णु, से शिव एवं आमे जदि चाहिबा से अनंत काल सेठी हमको अपेक्षा करि परियो। सेही रूप रे जड़ रूप रे करिछंती भी, सबु सहुछंती भी, सबु किछि दउछंती भी, देवता ही चंती। ताले जो शरीर को आमे जड़ बोली कहि गाली दउछु बा भूल बुझुछु, आपण भावंतु मन प्राण ए शरीर बिना कौन करिवे? मन रे कौन सब कथा मिले नि कि? प्राण तो सब कथा चाहे, हेले ताको प्रकृत रे वास्तव रे किए परिणत करे? मन तो जिते चाहिए से राष्ट्रपति हो, असुविधा कौन अच्छे? नाउ आई एम द किंग ऑफ द वर्ल्ड। किंतु मुकुट तो पिंधिया पड़ो ना, मुकुटा किए पिंध? स्वेटर पिंध? तेणु ये एक व्यवस्था, यहाँ हूँ गोटे हार्मोनियस ट्रुथ जो सत्य भितर ये जगत तिष्ठि रही। तेणु इनकनसीएंट को आम भूल बुझा ना। पुणी प्रभु कहते द इनकनसीएंट इज ए स्लीप। ये कौन कि आमे जिते शोई पड़ू कौन अलग हो जाऊ कि ना? आम निदटा आमको दरकार नहीं। Inconscient is a sleep. The conscient a round of striving without ultimate issue or the wandering of a dream. आमे जोटा जाग्रत अवस्था कहूँ से गोटे स्वप्न भीतर भ्रमण। We must wake into the superconscious. किंतु आमे समस्ते से अति चेतना आड़ को यात्रा करुछु, where all darkness of night and half lights siege in the self-luminous bliss of the eternal. एटा हूँ विवर्तन लक्ष्य। जे जो अति चेतना निश्चेतना परिणत होती से निश्चेतना दिने पुणी अति चेतना आड़ को आमको बाट कढ़ी नौ कढ़े कि नौ। मु आपन को जते कथा कहली गोटे बही रु कहली, से बहीटा जड़ कि निश्चित। आ मु जदि सेही कथाटा कोनोसी भाई को कि कोनोसी भौणी को पचारि थांती, से मते सेती कथा कहि पार न थांते। आज आमे निर्वाण विषय रे जदि आलोचना करती ताले बा निश्चेतना ऊपर जहा आलोचना कले ए गुडी को आपण पढ़ी परिवे कंप्यूटर रु। आ मु जदि कंप्यूटर रे पढ़ियाटा सहज हबो कि जने भाई को पचारियाटा सहज हबो? भाई को ज्ञान सीमित, किंतु कंप्यूटर पाखे जो नॉलेज रही सेटा असीमित। से धारण करी रखी सेती रखी परियो, आमे सेती कथा मन रखी पारियानी केबे भी नहीं, इम्पॉसिबल। ताले किए बेसी सेवा दी?
ଆଉ ତାଙ୍କ ଭିତରେ ଐଶ୍ୱରିକତା ନାହିଁ, ତାଙ୍କ ଭିତରେ ଦେବତ୍ୱ ନିହିତ ନାହିଁ, ତାଙ୍କ ଭିତରେ ପରମ ଶକ୍ତି ନାହାନ୍ତି, ଏଭଳି ପରିକଳ୍ପନା ଆମେ କାହିଁକି କରୁଛୁ? ତେଣୁ ଜଡ଼ ଜଗତର ଶୃଙ୍ଖଳା, ଜଡ଼ ଜଗତର ନିୟମ ହିଁ এই ଜଗତର ଏକ ପରମ ସତ୍ୟ ମଧ୍ୟ। ଜଡ଼ ଜଗତର ବିଧାନ ଭିତରୁ ବିବର୍ତ୍ତନର ଧାରା ଆରମ୍ଭ ହୋଇଛି ଏବଂ ସେଟା ଗତି କରୁଛି। ସେ ଯେତେ ପର୍ଯ୍ୟନ୍ତ ପହଞ୍ଚି ନାହିଁ ସେତେ ପର୍ଯ୍ୟନ୍ତ ଆମେ ଜଡ଼ ଜଗତର ଏହି ନିୟମ ଗୁଡ଼ିକ ଭିତରେ ରହିବା। ସାବିତ୍ରୀର କେତେ କଥା ସାବିତ୍ରୀରେ ଶ୍ରୀ ଅରବିନ୍ଦ ଲେଖିଛନ୍ତି ଜଡ଼ର ମହାରାତ୍ରି ଉପରେ, ମେଟର ସ୍କ୍ରିପ୍ଟ ଉପରେ ସେ କେତେ କଥା ଲେଖିଛନ୍ତି ଏବଂ କିଭଳି ଭାବରେ ପୁଣି ମଣିଷ ଗତି କରୁଛି ଅତି ଚେତନା ଆଡ଼କୁ, ସେ କଥା ବି ଲେଖିଛନ୍ତି। ତେଣୁ ଦିନେ ଏଇ ଜଡ଼ ଯିଏ ଅବତାର ନେଇଛନ୍ତି ଅତି ଚେତନାର, ସେ ଆମକୁ ପ୍ରକୃତରେ ଏଇ ଅନ୍ଧକାର ମଧ୍ୟ ଦେଇ, ଏଇ ଅଜ୍ଞାନତା ମଧ୍ୟ ଦେଇ ହିଁ ବାସ୍ତବିକ ତାଙ୍କ ଅତି ଚେତନା ଆଡ଼କୁ ନେବେ। ଏବଂ ଯଦି ଆପଣ କାରଣ ପଚାରୁଛନ୍ତି ଯେ କାହିଁକି ସେ ଅପୋଜିଟ୍ କୁ ଗଲେ, କାରଣ ସେ ଇଗ୍ନୋରେନ୍ସ ଭିତରକୁ ଆସିଲେ। ଯେତେବେଳେ ସେ ନିଶ୍ଚେତନା ଭିତରକୁ ଆସୁଛନ୍ତି, ସେ ଇଗ୍ନୋରେନ୍ସ ତିଆରି କରୁଛନ୍ତି। ଇଗ୍ନୋରେନ୍ସଟା ଏଇଥିପାଇଁ ତିଆରି କରୁଛନ୍ତି, ଇନସେନ୍ସିବିଲିଟି ଏଇଥିପାଇଁ ତିଆରି କରୁଛନ୍ତି, ଯୋଉ ଇନସେନ୍ସିବିଲିଟିର କଥା ମୁଁ କହିଲି, ଯୋଉ ସେନ୍ସିବିଲିଟି ଥିଲେ ସେମାନେ ପାରନ୍ତେ ନାହିଁ, ଇନସେନ୍ସିବଲ ହେଇଥିବା କାରଣରୁ ହିଁ ସେମାନେ ଆମକୁ ଧାରଣ କରୁଛନ୍ତି। ଏବଂ ଅଜ୍ଞାନ ହେଇଥିବାରୁ ସେମାନେ ଏ ସୃଜନ କର୍ମରେ ରହିଛନ୍ତି, ନହେଲେ କେହି ରହନ୍ତେ ନାହିଁ। ମୁଁ ଆପଣଙ୍କୁ ଯେତେବେଳେ ବିଶ୍ୱ ସୃଷ୍ଟି ହେଲା, ପୁରାଣ କଣ କହୁଛି? ପୁରାଣ କହୁଛି ବ୍ରହ୍ମା ତାଙ୍କ ମାନସରୁ, ନିଜର ମନ ଭିତରୁ ଏଇ ପୁତ୍ର ମାନଙ୍କୁ ସବୁ ତିଆରି କଲେ। ସବୁ ପୁତ୍ର ମାନେ ଆସିଲେ, ଧ୍ୟାନସ୍ଥ ହେଲେ, କେହି ସଂସାର କରିବାକୁ ରାଜି ହେଲେ ନାହିଁ। ସେ 11 ଜଣ ପୁତ୍ର ଜନ୍ମ କରିସାରିବା ପରେ ମଧ୍ୟ, ସୃଷ୍ଟି କରିସାରିବା ପରେ ମଧ୍ୟ କେହି ସଂସାର କରିବାକୁ ରାଜି ହେଲେ ନାହିଁ। ସମସ୍ତେ କହିଲେ ଆମେ ସଚିଦାନନ୍ଦ ଅବସ୍ଥାରେ ରହିବୁ, ଜ୍ଞାନ ମୂର୍ତ୍ତି ହେଇକି ରହିବୁ, ଧ୍ୟାନ ମୂର୍ତ୍ତି ହେଇକି ରହିବୁ, ଆନନ୍ଦ ମୂର୍ତ୍ତି ହେଇକି ରହିବୁ। ଆନନ୍ଦରୁ ଆମେ ବିଚ୍ୟୁତ ହେବାକୁ ଚାହୁଁନାହୁଁ। ବ୍ରହ୍ମା ଚିନ୍ତାରେ ପଡ଼ିଲେ, କେମିତି ସୃଷ୍ଟି ସମ୍ଭବ ହବ ତେବେ? ତାଙ୍କର 12ତମ ପୁତ୍ର ମନୁ, ସେ ହିଁ ସୃଷ୍ଟି ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ବୋଲି ରାଜି ହେଲେ ଏବଂ ଅଦିତିଙ୍କ ସହିତ ମିଶି ସେ ସୃଷ୍ଟି ସର୍ଜନା ଆରମ୍ଭ କଲେ ବୋଲି ଆମେ ପ୍ରଜାପତି ବ୍ରହ୍ମା ବୋଲି କହୁଛୁ। ସୃଷ୍ଟି କଲେ, ସେ ପ୍ରଥମେ ପୁତ୍ର କନ୍ୟା ତିଆରି କଲେ ଏବଂ ସେ ପୁତ୍ର କନ୍ୟା ମାନେ ଅଜ୍ଞାନତା ଭିତରେ ଥିବାରୁ ବାକି ସୃଷ୍ଟି ପ୍ରକ୍ରିୟାକୁ ଆଗକୁ ନେଲେ। ଆପଣ ବାଇବେଲ ପଢନ୍ତୁ, ଆଦାମ ଇଭର କଥା କୁହାଯାଉଛି। ସେମାନେ ଜ୍ଞାନୀ ଥିଲେ, ନିଷିଦ୍ଧ ଫଳ ଖାଇଲେ, ତାପରେ କାମନା ଜାତ ହେଲା ଇଭିଙ୍କ ଭିତରେ। ମୁଁ ଏଟାକୁ ଗୋଟେ ସିମ୍ବଲିକ ଷ୍ଟୋରି କହୁଛି। ତା ଭିତରେ ସେମାନେ ଅଜ୍ଞାନତା ଭିତରେ ପଶିଲେ, ଲଷ୍ଟ ଭିତରେ ପଶିଲେ, ଆକର୍ଷଣ ଭିତରେ ପଶିଲେ। ତାପରେ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଲା ଏବଂ ସେମାନେ ସେଟାକୁ ପାପ ବୋଲି କହିଲେ। କିଏ କଣ କହିଲା ସେଟା ତାର ନିର୍বোଧତା, କିନ୍ତୁ ଯାହା ଘଟିଛି ତାହା ହଉଛି ଇଗ୍ନୋରେନ୍ସ ଭିତରେ ପ୍ରବେଶ ନ କଲେ ଏହି ସୃଷ୍ଟି ପ୍ରକ୍ରିୟା ସମ୍ଭବ ନୁହେଁ। ତେଣୁ ଯିଏ ଚାଷ କରୁଛି, ଯିଏ ବଜାରରେ ବିକୁଛି, ଯିଏ ତାକୁ ଆଣିକି ଖାଉଛି, ଯୋଉ ସବୁ ଲୀଳା ଚାଲିଛି, ଗୋଟେ ତା ଭିତରେ ଦେଖିବେ ଅଜ୍ଞାନତା ଗୁଡା କେତେ ସୁନ୍ଦର ଭାବରେ କାମ କରେ, କେତେ ସୁନ୍ଦର ଏଲିଗେଣ୍ଟଲି। 50 ମହଲା କୋଠା ଉପରେ, ଯୋଉଠି ଦୁବାଇରେ ଯୋଉଭଳି କୋଠା ସବୁ ରହିଛି, ତା ଉପରେ ରଙ୍ଗ ମାରୁଥିବା ଲୋକଟିର କଥା କେବେ ଭାବିଛନ୍ତି?
50 ମହଲା କୋଠା ଉପରେ ଯେ ପ୍ଲମ୍ବିଂ କାମ କରେ ସେ ଲୋକଟିର କଥା କେବେ ଭାବିଛନ୍ତି? ପଇସା ଲୋଭରେ ସେ କରେ। ଏଇ ଲୋଭ ଗୁଡିକ ଯଦି ନଥାନ୍ତା ଏ ଜଗତରେ କିଏ କାହା ପାଇଖାନା ସଫା କରନ୍ତେ ନାହିଁ, କିଏ କାହାରି ଝାଡୁ କରିବାକୁ ଆସନ୍ତେ ନାହିଁ। ଯେତେ ଯେତେ ଅଜ୍ଞାନତା ଲୋପ ହବ ଦେଖିବେ ପରିସ୍ଥିତି ଆହୁରି ମୁସ୍କିଲ ହବ। ଆମେ ଯୋଉ ଅନ୍ୟ ଉପରେ ନିର୍ଭର କରି ବଞ୍ଚି ଯାଉଛୁ ନା, ଏ ରିକ୍ସା ବାଲା ତୁ ମୋ ଗଣ୍ଠୁଳିଟା ନେଇଯା, ଏ ମୋଚି ନା ମୋଟିଆ ମୋ ବହିଟା ମୋ ବାକ୍ସଟା ବହି ଦେ, ଏସବୁ ଆଉ ଚଳିବ ନାହିଁ। ଆପଣ ବିଦେଶ ଯାଆନ୍ତୁ, ଦେଖିବେ ସେଠି ନିଜ କାମ ସମସ୍ତେ ନିଜେ କରନ୍ତି, ନିଜେ ନିଜର ମେହନତର ଜ୍ଞାନ ଯେତେ ଯେତେ ଆସିବ ଦେଖିବେ ସବୁ ଏଇଭଳି ରିଭଲ୍ୟୁସନ ସବୁ କେମିତି ହବ, ବିଚିତ୍ର ଅବସ୍ଥାରେ ହବ। ଅଜ୍ଞାନତା ଅଛି ବୋଲି ଆମ ଦେଶରେ ଲୋକ ମିଳୁଛନ୍ତି, କାମ କରୁଛନ୍ତି, ଆଉ ଆମେ ତାଙ୍କ ଉପରେ ମାଲିକ ଦେଖୁଛୁ, ଆଉ ଖରାପ ଗାଳି ବି ଦଉଛୁ, କେହି କିଛି କାମ କରୁନାହାନ୍ତି, ଠକୁଛନ୍ତି। ଆରେ ଲୋଭ ଅଜ୍ଞାନତା ଥିବାରୁ ସେ ଅନ୍ୟର ସେବା କରୁଛି। ମୁଁ ତ କାହିଁ ଅନ୍ୟ ବାଡିରେ ଯାଇକି ବଗିଚାରେ କାମ କରୁନି କାହାରି, କାରଣ ଆମେ ଲୋଭରେ ନାହାନ୍ତି। ସମ୍ମାନ ବୋଧ ଆଇଲାଣି ଆମର, ଡିଗ୍ନିଟି, ସେଇଟା ସବୁ ଫଲସୁଡ। ଯାହା ବି ହଉ, ସେ ବହୁତ ବଡ ପ୍ରସଙ୍ଗ, ଆମେ ତା ଉପରେ ଯିବା ନାହିଁ। ଇଗ୍ନୋରେନ୍ସ କିଭଳି ଭାବରେ ଜଗତରେ କାମ କରୁଛି, ଇଗ୍ନୋରେନ୍ସ এই ଜଗତକୁ ପରିଚାଳିତ କରିବାର ମୂଳ କାରଣ ହେଲା ଯେ ବିଶ୍ୱ ସୃଷ୍ଟିକୁ ପ୍ରଥମେ ତା ପଥରେ ନିର୍ମାଣ କରିବା। ଏବଂ এই ବିବର୍ତ୍ତନର ପ୍ରକ୍ରିୟାରେ ଯିଏ ଯୋଉଠି ଅଛି ସେଇଟା ହଉଛି ଜଷ୍ଟିଫାଏଡ। ଯିଏ ଯୋଉଠି ଅଛି, ସମୁଦ୍ର ସମୁଦ୍ର ହେଇକି ଅଛି, ନଈ ନଈ ହେଇକି ଅଛି, ପାହାଡ ପାହାଡ ହେଇକି ଅଛି, ଅରଣ୍ୟ ଅରଣ୍ୟ ହେଇକି ଅଛି, ଜୀବନ ଜୀବନ ହେଇ ଅଛି, ଫୁଲ ଫୁଲ ହେଇ ଅଛି। ମାଙ୍କୁ ଯେତେବେଳେ ପଚରା ହେଲା ସିଦ୍ଧିଟା କଣ, ମା କହିଲେ ଯେତେବେଳେ ଆମେ ବୁଝିବା ଯେ ଏ ସୃଷ୍ଟି ପ୍ରକ୍ରିୟାରେ ସବୁ କିଛି ଯଥାର୍ଥ, ତ ବୁଝିଯିବା ସବୁ କିଛି ଅଭ୍ରାନ୍ତ, ସବୁ କିଛି ସତ୍ୟପୂର୍ଣ୍ଣ, ତାହେଲେ ସେଇଟା ହବ ସିଦ୍ଧି, ସେଇଟା ହବ ଜ୍ଞାନମୟ ଅବସ୍ଥା, ଜ୍ଞାନ ମୂର୍ତ୍ତି। ତେଣୁ ସେତେ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କୁ ପଢୁଥିବା, ଅସୁବିଧା କଣ? ଆଲୋକ ମଧ୍ୟ ଦେଇ ଅନ୍ଧାରକୁ ଦେଖିବା, ଜ୍ଞାନ ନେତ୍ରରେ ଅଜ୍ଞାନକୁ ସନ୍ଦର୍ଶନ କରିବାର ଗୋଟେ ବଡ ଭୂମିକା ଅଛି। ଅଜ୍ଞାନର ନେତ୍ର ନେଇ ଅଜ୍ଞାନକୁ ଦେଖିବେ ନାହିଁ। କିଛି ବି ଦେଖିବାକୁ ହେଲେ ଆପଣଙ୍କୁ ଟିକେ ଉର୍ଦ୍ଧ୍ୱସ୍ଥ ଭୂମିକୁ ଯିବାକୁ ପଡିବ। ଏବଂ ଆମେ ଯେ ଚେତନଶୀଳ ହେଇଛୁ, ଆମେ ଭାବୁଛୁ ଗୋଟେ ହାୟାରକିରେ ଆଗକୁ ପଳେଇଛୁ, ସେପରି ନୁହେଁ। ଏ ଦୁଇଟା ଯାକ ତାଙ୍କ ବିକଳ୍ପ। ଏଠି କିଛି ହାୟାରକି ନାହିଁ, ଏଠି କେବଳ ଅର୍ଡର ହିଁ ଅଛି। ତେଣୁ ଜଣେ ଆଗେ ଆସେ, ଜଣେ ପଛେ ଆସେ, କଣ କିଛି ବଦଳିଯାଏ? କ୍ରମଟା ଗୋଟେ ସ୍ତର ନୁହେଁ, ହାୟାରକି ନୁହେଁ। ଆମେ ପ୍ରୋଟୋକଲ ତିଆରି କରିଦଉଛୁ, ଯେହେତୁ ଆମେ ପରେ ଆସିଲୁ ତେଣୁ ଆମେ ସୁପରିୟର। ମନ ସେଇ କଥା ଟିକେ ଭାବେ, ମନ ଭାବେ ମୁଁ ପ୍ରାଣ ଠାରୁ ସୁପରିୟର। ଆରେ ପ୍ରାଣ ନଥିଲେ ମନର କଣ ଉଦ୍ଦେଶ୍ୟ ରହିଛି, ଅର୍ଥ ଅଛି? ମନ ସବୁବେଳେ ସୁପରିୟର ଭାବିଛି। ଯଦି ଜୀବନ ନାହିଁ, ସେଇ ପଣ୍ଡିତର ଗପ ଶୁଣିଛନ୍ତି ନା? 4 ଜଣ ପଣ୍ଡିତ ଯୋଉ ନଦୀରେ ଯାଉଥିଲେ, ତାକୁ କହିଲେ ତୁ ମାନେ ଇତିହାସ ଜାଣିଛୁ? କହିଲା ନାହିଁ। ଭୂଗୋଳ ଜାଣିଛୁ? ନାଇଁ ଜାଣିନୁ। ଆଉ ତୁ ଭଗବାନଙ୍କ ଶାସ୍ତ୍ର ପଢିଛୁ? ନା ପଢିନି। ତାହେଲେ ତ ଜୀବନ ବେକାର। ନଦୀରେ ଭଉଁରୀ ଆସିଲା ତ ସେ ଡଙ୍ଗା ବାଲା ପଚାରୁଛି, ପଣ୍ଡିତ ମାନେ ଆପଣ ମାନେ ପହଁରା ଶିଖିଛନ୍ତି? କହିଲା ନାହିଁ। ତ ଆପଣ ଜୀବନ ଗଲା। इसी कहानी ये कहानी रे आम हायरकी तैयारी कर परिबा नहीं, बा गोटे प्रोटोकॉल तैयारी कर परिबा नहीं, जो थे कहवा जे मनटी जेतु परे आसीछि विवर्तन रे,
मन हूँ सुपरियर रिफाइंड प्राण ताकू दरकार प्राण तार आधार पुणी प्राण जदि कहे मु सेकेंड रे आसी प्रथमे जड़ तेणु मु जड़ ठार सुपरियर ताले से भी पाठ शेष कारण जड़ कह ठीक अच्छे मु निजक विथड्र कली तू केमी बचुचु बंच बिना जड़े जीवन संभव नहीं पवन टिके आगे दरकार ना देहटा तो जड़े तैयारी ना देह नहीं तो प्राण नहीं तो मन नहीं किंतु आमर अभ्यास होची प्रथम श्रेणीटा पार करी जो द्वितीय श्रेणी को आसे द्वितीय श्रेणीटा सुपरियर देन क्लास 1 किंतु क्लास 1 जे फाउंडेशन आपण को घर प्रथम तालाटा गुरुत्वपूर्ण कि द्वितीय तालाटा गुरुत्वपूर्ण कि तृतीय तालाटा गुरुत्वपूर्ण कि समस्त गुरुत्वपूर्ण प्रथम ताला भांगिले द्वितीय ताला आपे भांगी जीव द्वितीय ताला भांगी गले तृतीय ताला आपे भांगी जीव तेणु समस्ते निज निज जगार गुरुत्वपूर्ण ये हायरार्की नहीं कि प्रोटोकॉल नहीं किए बड़ किए सान केवल गोटे क्रम से फर्स्ट सेकंड थर्ड सीरियल नंबर किंतु आम सब जो घर करती प्रथम भावी ना मोटे ऊपर ताला रही क्या मोटे ऊपर भेजी सब कड़े बढ़िया देखी जगत पचे गरम हो लगे आउे भावु आई एम लिटिल सुपरियर कारण बाकी लोग सब तले अच्छा मोटे ऊपर चलिए गोटे मोटे पाठ पढ़ी ना गोटे ड्राइवर से गोटे बढ़िया कथा कहल बस चलाऊँ कि पाठ पढ़नी कुछ देख मु दुनिया सब आगे अच्छी मु गाड़ी सब आगे मो पछरे समस्ते बस आम जदि जगत ये बुझा ताले आम सब भूल करुवा आमको किए कहते जे चेतना सब आगे अच्छी निश्चेतना पर आमर आधार दैट इज द फाउंडेशन तेणु आग पछ भल मंद गोटे ये गोटे हायरार्की तैयारी कर कौन से अधिकार आम पाखे ना सबु गुड़िक निज बाटर खूब यथार्थ भाव में प्रभुंकर इच्छा भागवत संकल्प कार्यकारी होती किंतु आमर गोटे मन दृष्टि रही से सब सुपरियरिटी खोजी पकाए जो निश्चेतना भितर निहित थिबा सत्य को आम बुझार असमर्थ हो किंतु ऋषि माने से कथा जानी थे एवं से जड़र पूजा करथिले एवं देखंतु को ऋषि कहिथिले मु जानि नाही शरीरम आद्यम खलु धर्म साधनम शरीर होचे आद्य तापरे सबु धर्म शरीर नहीं तो धर्म घरे रखी दियो किए ऋषि कहिथिले मु जानि नाही जे स्वास्थ्य ही परम संपद आम केते बुझिले ना कोटा संपद जड़े गरीब लोक पाखे किसी पैसा ना किसी रोग ना आउ जड़े धनी लोक पाखे 5 कोटी अच्छी अथच 5टा रोग कोटा बेटर कोटा बेसी भल डाक्तरखाना दौड़ पैसा धरिकी पैसार टंका थली धरिकी डाक्तरखाना दौड़ाटा भल कि निरोग हो भल संपत्ति कोटा ये निरोग ही रहिबारे हमको सहयोग शरीर करे
ଯଦି ମନ ପ୍ରାଣ ସେଥିରେ ସହଯୋଗ କରନ୍ତି, କାରଣ ସମସ୍ତଙ୍କୁ ସନ୍ତୁଳିତ ଅବସ୍ଥା ଭିତରକୁ ନ ଆସିଲେ ଏଇ ଯୋଉ ହାୟରକି ଆମେ ତିଆରି କରିଦଉ, ପ୍ରୋଟୋକଲ ତିଆରି କରିଦଉ, ଇଏ ସୁପେରିୟର ସେ ଇନଫେରିୟର, ସେଇଠୁ ହିଁ ଅସନ୍ତୁଳନ ଅବସ୍ଥା ଆରମ୍ଭ ହୁଏ। ଶରୀରର ବି ପୂଜା କରନ୍ତୁ, ଶରୀରର ବି ନିରାଜନା କରନ୍ତୁ, ଶରୀର ପାଖରେ ବିତୃଷ୍ଣା ଜାତ କରାନ୍ତୁ ନାହିଁ। ଏଇ ଜଗତର ଧାର୍ମିକ ବ୍ୟବସ୍ଥା ଶରୀର ପ୍ରତି, ଜଡ଼ ପ୍ରତି ଆମର ବିତୃଷ୍ଣାକୁ ବହୁଗୁଣିତ କରିଛି। ପ୍ରଭୁ ସେଇ କଥାଟାକୁ ପ୍ରଥମରୁ ସ୍ପଷ୍ଟ କରିଦେଇଛନ୍ତି ଯେ ଏଇ ଜଗତରେ ଦିବ୍ୟ ଜୀବନ ସ୍ଥାପନ କରିବା ପାଇଁ ଜଡ଼ ହିଁ ଦ ଫିଟ୍ ଆଣ୍ଡ ନୋବଲ ମେଟେରିଆଲ। କାରଣ ସେ ପ୍ରତିବାଦ କରିବ ନାହିଁ, ବିନା ପ୍ରତିବାଦରେ ସେ ସେବା କରିବ। ସେବା କରିବା ପାଇଁ ତାର ସୃଷ୍ଟି ହେଇଛି। ଆମେ ସବୁ ଯୋଗ ମନ୍ଦିର କରିଛନ୍ତି, ଆମେ ସବୁ ମାଙ୍କର ସେବା କରୁଛନ୍ତି ବୋଲି କେତେ ଭିତରେ ଭିତରେ ଟିକେ ଟିକେ ଉଲ୍ଲସିତ ହୁଅନ୍ତି, ପୁଲକ ଅନୁଭବ କରନ୍ତି। କିନ୍ତୁ ମତେ କୁହନ୍ତୁ, ଯୋଗ ମନ୍ଦିରରେ ଯୋଉ ଜଡ଼ ମାନେ ରହିଛନ୍ତି, ପ୍ରଭୁଙ୍କର ରେଲିକ୍ସକୁ ଯିଏ କଂକ୍ରିଟ ଗୁଡିକ ସାଇତିକି ରଖିଛନ୍ତି, ସେମାନେ ବେଶୀ ସେବା କରୁଛନ୍ତି ନା ଆମେ ବେଶୀ କରୁଛେ? ଯିଏ ସବୁ ସେଠି ମାଟି ପଥର ଗୋଡି ହେଇକି ରହିଛନ୍ତି, ଯୋଉମାନେ ଫୁଲ ଫୁଟଉଛନ୍ତି, ସେଠିକାର ପାଣି ପବନ ମାନେ ବେଶୀ ସେବା କରନ୍ତି କି ଆମେ ସେବା କରୁ? ଆମେ ସେଟା ଯୋଡି ଦଉ, ପାଣି ସହିତ ମାଟିକୁ, ମାଟି ସହିତ ମଞ୍ଜିକୁ, ମଞ୍ଜି ସହିତ ସାର। ଆମର କାମ ସେତିକି। ତାପରେ ଯାହା ହବା କଥା ସେଟା ନିଶ୍ଚେତନାର ଭୂମିରେ ଘଟୁଛି। ତା ପାଖରେ ଆମେ ବେଖବର, ଆମେ ଜାଣିପାରୁନୁ କେମିତି ହଉଛି। ତେଣୁ ଅନନ୍ତ ସମ୍ଭାବନାର ସେଇ ପରମ ପ୍ରଭୁ ଏଇଭଳି ଏକ ବୈପରୀତ୍ୟ ମଧ୍ୟକୁ ଗତି କରିବା ମଧ୍ୟ ଏକ ଅନନ୍ତ ସମ୍ଭାବନା। ତେଣୁ ଆମେ ତା ଉପରେ ପ୍ରଶ୍ନ ତ ଉଠିଛି, ଠିକ ଅଛି, ବହୁତ ଭଲ, ସ୍ୱାଗତ ଯୋଗ୍ୟ, କିନ୍ତୁ ବାସ୍ତବିକ ଆମକୁ ବୁଝିବାକୁ ପଡିବ ଯେ ନିଶ୍ଚେତନା ହଉଛି ତାଙ୍କର ପ୍ରଥମ ଅବତାର। ଏବଂ ସୃଷ୍ଟି ପ୍ରକ୍ରିୟାରେ ଆଧାର ନିର୍ମାଣ କରିବା ପାଇଁ, ଗୋଟେ ଫାଉଣ୍ଡେସନ ନିର୍ମାଣ କରିବା ପାଇଁ ସେ ନିଶ୍ଚେତନା ମଧ୍ୟକୁ ନିଜେ ଯାଇଛନ୍ତି। ସେ ନିଜେ ମାଟି ହେଇକି ଶୋଇପଡ଼ିଛନ୍ତି, ଯାହା ଉପରେ ପାଦ ଦେଇ ଆମେ ଚାଲୁଛୁ। ତେଣୁ ଋଷିମାନେ କ୍ଷମାପନ ସ୍ତୋତ୍ର ସବୁ ଲେଖୁଥିଲେ, ହେ ବିଷ୍ଣୁ ପତ୍ନୀ, ଆମେ ଆପଣଙ୍କ ଉପରେ ପାଦ ରଖୁଥିବାରୁ ଆମକୁ କ୍ଷମା କରିଦେବ। ଯେତେ ସବୁ ଅନ୍ନ ପାଇଁ ମନ୍ତ୍ର ଥିଲା, ପ୍ରାଣାୟାମ ପାଇଁ ମନ୍ତ୍ର ରହିଥିଲା, ଆମେ ପବନଟାକୁ ନଉଛେ, ଗ୍ରହଣ କରୁଛେ, ସେଥିପାଇଁ ପବନ ନିକଟରେ ଆମେ କୃତଜ୍ଞତା ପ୍ରକାଶ କରିବା। କାରଣ ପବନ କିଏ ତାକୁ ଆମେ ଚିହ୍ନୁଥିଲେ ଜ୍ଞାନ ବଳରେ। ତେଣୁ ଇଏ ହଉଛି ଆମର କାମ। ତେଣୁ ଭାଇ ଭଉଣୀ ମାନେ, ନିଶ୍ଚେତନା ଉପରେ ଆମେ ଅଧିକ ଆଲୋଚନା ବି ବହୁ ଜାଗାରେ ସମ୍ଭବ ହଉଛି। ଯୋଉ ଜାଗାରେ ନିଶ୍ଚେତନା ଉପରେ ଆଲୋଚନା ହଉଛି ସେଥିରେ ଯୋଗଦାନ କରିବା। ପ୍ରଭୁଙ୍କର ଅନେକ ଅନେକ ଲେଖା ରହିଛି ତା ଉପରେ ପଢିବା ପାଇଁ, ତାକୁ ବି ପଢିବା। ତେବେ ମୋଟାମୋଟି ଗୋଟେ ପ୍ରାରୂପ ଆପଣଙ୍କ ଆଗରେ ନିଶ୍ଚେତନାର ରଖାଗଲା। ଯଦିଓ ଇଏ ଏକ ବ୍ୟାପକ ଆଲୋଚନା, ହୁଏତ ମାସ ମାସ ଧରି ଚାଲିଲେ ବି ତାକୁ ଆମେ ପ୍ରଭୁଙ୍କର ସେଇ ଜ୍ଞାନର ସମୁଦ୍ର ଭିତରୁ ଆହୁରି ପାଉଥିବା। ତେଣୁ ଅନ୍ତତଃ ମାନେ ଆଲୋଚନାର ପରିସର ଦୃଷ୍ଟିରୁ ଆମେ ଏତିକି ଚିନ୍ତା କରିବା। ଆଉ ସମସ୍ତଙ୍କୁ ନିବେଦନ, ଯୋଉ ଜାଗାରେ ଇନକନସାଇନ୍ସ ଉପରେ ଅଧିକ ଆଲୋଚନା ହଉଛି ସେ ଜାଗାରେ ଆମେ ତାକୁ ଅଂଶଗ୍ରହଣ କରିବା ବା ଆମେ ଅଧ୍ୟୟନକୁ ଜାରି ରଖିବା। ଭାଇଙ୍କର ଆଉ ଗୋଟେ ପ୍ରଶ୍ନ ଥିଲା, ନାଇଁ ଜାଣି ହଉନି, ତାହେଲେ ପ୍ରଶ୍ନଟି ପଢି ଦଉଛି। ପ୍ରଶ୍ନଟି ହେଲା, ମୁଁ ଭାବୁଛି କେବଳ ଆଜି ପ୍ରଶ୍ନଟା ହିଁ ପଢି ହବ। ଭଗବାନ ବୁଦ୍ଧ ତପସ୍ୟାରେ ବ୍ରତୀ ହେଲେ, ଜ୍ଞାନ ପ୍ରାପ୍ତ ହେଲେ, କାମନାର ବିନାଶରେ ଦୁଃଖର ବିନାଶର ବାଣୀ ଉଦ୍ଘୋଷଣା କଲେ, ସତ୍ୟ ଆଲୋକ ମାର୍ଗର ଅନେକ କଥା
प्रसार कले सत्य आलोक ज्ञान को खोजी खोजी बा अनुसंधान करी करी असत्य को आविष्कार कले अंधकार को संदर्शन कले और अज्ञान को जानिले चिन्हिले बुझिले एते सब कथा ज्ञात हवा सत्वे से निर्वाणत्व को आवरी नेले और वर्ण करनेले कहीं अर्थात सेठारे अटकी गले कहीं अथवा आगो को आहरी अनेक पथ बाकी अच्छी जानी सुधा सेतिकिरे निजको से संतुष्ट करि नेले कि पुणी प्रश्न उठे जे जेमिति कि वेद उपनिषद तथा गीतार गूढ़ ज्ञान ध्यान और तत्व को बुझिबाकू पृथ्वीर आधार प्रस्तुत होई नथिले सुधा तार बहु पूर्व कही दिया जाइथिला ठीक सेहीपरि भगवान बुद्धंकर भावांतर सृष्टि होई थाई पारे आहुरी उच्चरे शक्तिर आगमनी पृथ्वी पृष्ठ को अवतरण करने को अपेक्षा करी रही मात्र पृथ्वीर वातावरण तथा आधार प्रस्तुत होई नाही थाई पारंती कि एहीपरि प्रश्न उपप्रश्न गुड़िकर पुंखानुपुंख समीक्षा पूर्वक बुझाइबाकू अनुरोध बहु चमत्कार प्रश्न भयंकर एवं प्रकृत रे निर्वाण मध्य से भली गोटे विराट विषय अनेक किछि प्रभु लेखारू माँ लेखार अन्य एपरिक बुद्धंकर ओरिजिनल टीचिंग रो भी किछि संग्रह करा जाइछि आमे परवर्ती क्लास रे से विषय को रखिबा कारण प्रश्न गुड़िक ही प्रकृत रे आम मानकर ए आध्यात्मिक जीवन को गोटे अधिक जीवंत भाव में प्रस्तुत करे तेणु जहाँ पाखे प्रश्न उदय होची से माने सब उपनिषद उत्तर भितर उपनिषद ही लिखा जाइथिला तेणु आमे वेदांतर ई कर्म करुछंती प्रभुंकर अनेक करुणा मांकर अनेक करुणा से मानकर करुणा पाई आमर असीम कृतज्ञता मध्य प्रकाश करिया उचित आज सकाळ हमको ज्ञान गर्भक कले आज सकाळ से हमको यही मार्ग रे प्रदत्त करिथिबारु तांको निकटरे अनेक अनेक कृतज्ञता आपण मानकु अनेक अनेक शुभेच्छा अभिनंदन समग्र दिनटी मांकर कृपा आपण मानकर बितु एभली एक सत्ता स्पृहा सहित आज आलोचना को रखुछि। वंदे मातरम।